ଫେରୱେଲ୍ ଦିନଟି ସ୍କୁଲ ଜୀବନର ସବୁଠାରୁ ଏକ ନିଆରା ମୁହୂର୍ତ୍ତ। ସେହି ଦିନଟି ହସ ଓ କାନ୍ଦଣା ଏକା ସାଙ୍ଗରେ ମିଶିଯାଏ। କିନ୍ତୁ ଏବର୍ଷ ଦଶମ ଶ୍ରେଣୀର ପିଲାମାନେ ଯେତେବେଳେ ସ୍କୁଲକୁ କିଛି ଫୁଲ ଗଛ ଉପହାର ଦେଲେ, ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଦେଲା। ଏହି ଫୁଲ ଗଛ ଗୁଡ଼ିକ କେବଳ ଗଛ ନୁହେଁ, ଏହା ହେଉଛି ସ୍ନେହ ଓ ସ୍ମୃତିର ପ୍ରତୀକ। ଦଶମ ଶ୍ରେଣୀର ପିଲାମାନେ କହିଥିଲେ, ଆମେ ଆସନ୍ତାକାଲି ଏହି ସ୍କୁଲ ଛାଡ଼ି ଚାଲିଯିବୁ, କିନ୍ତୁ ଗଛଗୁଡ଼ିକ ଆମ ସ୍ଥାନରେ ଏଠି ରହିବ। ସେମାନଙ୍କର ଏହି କଥାରେ ଗଭୀର ଭାବନା ଲୁଚି ରହିଥିଲା। ଯେପରି ଗଛଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଏ, ସେପରି ସେମାନଙ୍କର ସ୍ମୃତି ମଧ୍ୟ ଆମ ମନରେ ଅଧିକ ଗଭୀର ହୋଇ ରହିବ। ଆଗାମୀ ଦିନରେ ଯେତେବେଳେ ଏହି ଗଛଗୁଡ଼ିକ ଫୁଲ ଫୁଟିବ, ସେତେବେଳେ ଲାଗିବ ଦଶମ ଶ୍ରେଣୀର ସେହି ହସୁଥିବା ମୁହଁମାନେ ପୁନର୍ବାର ସ୍କୁଲ ପ୍ରାଙ୍ଗଣକୁ ଆସିଛନ୍ତି। ସମୟ ବଦଳିଯିବ, ପରିସ୍ଥିତି ମଧ୍ୟ ବଦଳିଯିବ, କିନ୍ତୁ ଏହି ସବୁଜ ଉପହାର ସଦା ସ୍ମୃତିର ଗଭୀରତାକୁ ଜୀବନ୍ତ ରଖିବ।